ସାଙ୍ଗମାନେ ଏଇଭଳିଆ ବର୍ଷା ପାଗକୁ ଆଉ ଶ୍ରାବଣ ମାସକୁ ବିନା ପିଆଜ ରସୁଣରେ କେମିତି ଆମେ ଆଳୁ ଚପ୍ ତିଆରି କରିବା ଆସନ୍ତୁ ଦେଖେଇ ଦେଉଛି। କିଛି ଆଳୁକୁ ସିଝେଇକି ରଖିଦେଇଥିଲି କିଛି ଟାଇମ୍, ତାପରେ ତାକୁ ତା ଦେହରେ ଦେଇଦେଲି ଲଙ୍କା ଗୁଣ୍ଡ ଆଉ ଜିରା ଗୁଣ୍ଡ ଏମିତି ସବୁ ଲୁଣ ହେରିକା ଦେଇକି ତାକୁ ଗୋଳେଇ ଦେଲି। ଆଉ ଗୋଟେ ପାତ୍ରରେ ନେଲି କିଛି ବେସନକୁ ନେଇକି ତା ଦେହରେ କିଛି ପାଣି ଦେଇକି ଗୋଳେଇ ଦେଲି। ଗୋଳେଇ ଦେଇକି ତାପରେ କଢ଼ାଇରେ କିଛି ତେଲ ଦେଇଦେଲି। ତେଲ ଦେଲା ପରେ ତେଲ ଯେମିତି ଗରମ ହେଇଗଲା, ଯେଉଁ ଆଳୁ ଗୁଡ଼ାକୁ ସବୁ ଗୋଳେଇକି ରଖିଥିଲେ ତାକୁ ଧୀରେ ଧୀରେ କରିକି ବେସନରେ ବୁଡ଼େଇକି ତାପରେ ଧୀରେ ଧୀରେ କରିକି ଛାଣିଲି। ଯେମିତି କଢ଼େଇରେ ତେଲ ଗରମ ହେଇ ଆସିଲା, ତାପରେ ଧୀରେ ଧୀରେ ତାକୁ ଛାଣିଲେ। ଦେଖିବେ ଏମିତି ଗୋଟେ ଗୋଟେ କରି ପକେଇଲା ପରେ କିଛି ଟାଇମ୍ ପରେ ଯେମିତି ପୁରା କଲର୍ ପଳେଇ ଆସିବ, ବ୍ରାଉନ୍ କଲର୍। ଏମିତି କଲର୍ ଆସିଲା ପରେ ତାକୁ ତେଲରୁ କାଢ଼ିଦେବେ। ଆଉ କାଢ଼ିଦେଲା ପରେ ତାକୁ ଦେଖିବେ ପୁରା ଭଲସେ ଯେମିତି ହେଇଯାଇଥିବ ଭିତରୁ ଆଉ ବାହାରୁ, ଯେମିତି ପୁରା ହେଇଯାଇଥିବ ଦେଖିପାରୁଥିବେ। ପୁରା ଛାଣିଦେବାରୁ କେତେ ସୁନ୍ଦର ଭାବରେ ଦେଖାଯାଉଛି। ଆଉ ଟେଷ୍ଟ କରି ଖାଇଲି, ବହୁତ ସୁନ୍ଦର ଲାଗିଲା। ଆପଣମାନେ ଘରେ କରି ଖାଆନ୍ତୁ ଏଇଭଳିଆ ଶ୍ରାବଣ ମାସରେ। ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍ ସେୟାର